ଆଜି ୱାକିଂରେ ଯାଇଥିଲି। ଗୋଟେ ଛୋଟ ଜିନିଷ ନୋଟିସ୍ କଲି। 40ରୁ 50 ବର୍ଷ ବୟସ ଭିତରେ ଯୋଉ ଲେଡି ମାନେ ୱାକିଂ କରିବା ପାଇଁ ଆସୁଛନ୍ତି କି ମେନ୍ ମାନେ ଆସୁଛନ୍ତି, ଭାଇ ଠିକ୍ ସେ ଚାଲି ପାରୁନାହାନ୍ତି। ମୁଁ ଦେଖିକି ଶକ୍ ପୁରା କି ଏତେ କମ୍ ଏଜ୍ରୁ ବି ସେମାନେ ଠିକ୍ ସେ ଚାଲି ପାରୁନାହାନ୍ତି। କ'ଣ ପାଇଁ ଚାଲି ପାରୁନାହାନ୍ତି? ଦେଖ, ୟାର ରିଜନ୍ ବହୁତ। ଫାର୍ଷ୍ଟ ହେଲା ଅନହେଲ୍ଦି ଲାଇଫଷ୍ଟାଇଲ୍, ପ୍ରୋଟିନ୍ ସର୍ଟେଜ୍, ଆକ୍ଟିଭିଟିଜ୍ ନାହିଁ। ସେମାନଙ୍କର ଅନହେଲ୍ଦି ଲାଇଫଷ୍ଟାଇଲ୍, ସେମାନେ ଏମିତି ବଞ୍ଚିକି ଆସିଛନ୍ତି, ଏବେ ସେମାନଙ୍କୁ ସେ ଜିନିଷଟା ଭୋଗିବା ପାଇଁ ପଡୁଛି, ସେ କଷ୍ଟ କରିବାକୁ ପଡୁଛି, ଚାଲିବା ପାଇଁ ଷ୍ଟ୍ରଗଲ୍ କରିବାକୁ ପଡୁଛି। ସୋ ଖାଲି ମୁଁ ନୁହଁ, ଯୋଉ ଭାଇମାନେ ୱାକିଂରେ ଯାଉଛନ୍ତି ୟା ରନିଂରେ ଯାଉଛନ୍ତି, ସେମାନେ ବି ଏ ଜିନିଷଟା ନୋଟିସ୍ କରିଥିବେ। ତ ଆମ ଉପର ପିଢ଼ି ସେମାନେ ଏତେ ଏଜ୍ ଯାଏ ଟେକିଛନ୍ତି, ଏତେ ଏଜ୍ ଯାଏ ଯାଇଛନ୍ତି, କିନ୍ତୁ ଆମ ଏଜ୍, ଆମ ତଳ ଏଜ୍ର ଯୋଉ ପିଲାମାନେ ଅଛନ୍ତି, ଭାଇ ଆମେ 40 ଯାଏ ଯିବୁ କି ନାହିଁ ଏମିତି ଅନହେଲ୍ଦି ଲାଇଫଷ୍ଟାଇଲ୍ ବଞ୍ଚିଲେ କିଛି ଗ୍ୟାରେଣ୍ଟି ନାହିଁ। ତ ଗୋଟେ କଥା ସିମ୍ପଲ୍, ଅନହେଲ୍ଦି ଲାଇଫଷ୍ଟାଇଲ୍ ଭାଇ ଛାଡ଼ି ଦିଅ ଯଦି ଭବିଷ୍ୟତରେ ଫିଟ୍ ରହିବାର ଅଛି। ଏମିତି ୱାକିଂ ପାଇଁ ଷ୍ଟ୍ରଗଲ୍ କରିବାର ଯଦି ନାହିଁ, ଯଦି ୱାକିଂ ପାଇଁ ଷ୍ଟ୍ରଗଲ୍ କରିବାକୁ ଚାହୁଁନ, ତାହେଲେ ଅନହେଲ୍ଦି ଲାଇଫଷ୍ଟାଇଲ୍ ଛାଡ଼ି ଦିଅ। ତେଣୁ ଭାଇ ଲାଇଫରେ ହେଲ୍ଦି ରହିବା ପାଇଁ ହେଲେ ଏବେଠୁ କିଛି ନା କିଛି ଗୋଟେ ଛୋଟ ନା ଛୋଟ ଆକ୍ଟିଭିଟି କରିବା ଷ୍ଟାର୍ଟ କରିଦିଅ। ଯୋଉମାନେ ଜିମ୍ ଯାଉନ, ଜିମ୍ ଯିବା ପାଇଁ ଚାହୁଁନ ବି, ଠିକ୍ ଅଛି, କିଛି ଅସୁବିଧା ନାହିଁ, ଜିମ୍ ଯାଉନି, କିନ୍ତୁ ଏଟଲିଷ୍ଟ ତ ରନିଂ କର, ୱାକିଂ କର, ଏତିକି ତ କରିପାରିବ। ଏତିକି କର ହେଲ୍ଦି ଲାଇଫଷ୍ଟାଇଲକୁ ବଞ୍ଚିବା ପାଇଁ ହେଲେ। ଯଦି ଏବେଠୁ କରିବ, ଭବିଷ୍ୟତରେ ଏ ଜିନିଷ ଦେଖିବାକୁ ପଡିବନି।